ଜଗନ୍ନାଥ ଆମ ଚ୍ୟାନେଲ ଶିକ୍ଷା ସହାୟକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀ ବ୍ୟାକରଣ ଅଳଙ୍କାରର ପ୍ରଶ୍ନୋତ୍ତର କରିବା। ପ୍ରଥମ ପ୍ରଶ୍ନ ହେଉଛି ଅଳଙ୍କାର କାହାକୁ କୁହାଯାଏ? ସାହିତ୍ୟକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ ତାହାକୁ ଅଳଙ୍କାର କୁହାଯାଏ। ଦ୍ୱିତୀୟ ପ୍ରଶ୍ନ ସାହିତ୍ୟରେ ଅଳଙ୍କାର କେତେ ପ୍ରକାରର ଓ କ'ଣ କ'ଣ? ସାହିତ୍ୟରେ ଅଳଙ୍କାର ଦୁଇ ପ୍ରକାରର, ଯଥା ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର। ତୃତୀୟ ପ୍ରଶ୍ନ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପ୍ରୟୋଗରେ କେଉଁ ଅଳଙ୍କାର ହୁଏ? ଉତ୍ତର ହେବ ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ପ୍ରୟୋଗରେ ଅନୁପ୍ରାସ ଅଳଙ୍କାର ହୋଇଥାଏ। ଚତୁର୍ଥ ପ୍ରଶ୍ନ ଉପମାନ କାହାକୁ କହନ୍ତି? ଯାହା ସହିତ ତୁଳନା କରାଯାଏ ତାହାକୁ ଉପମାନ କୁହାଯାଏ। ପଞ୍ଚମ ପ୍ରଶ୍ନ ଉପମେୟ କାହାକୁ କହନ୍ତି? ଯାହାକୁ ତୁଳନା କରାଯାଏ, ଯିଏ ପ୍ରକୃତ ବସ୍ତୁ ତାହାକୁ ଉପମେୟ କୁହାଯାଏ। 6 ନମ୍ବର ପ୍ରଶ୍ନ ଉପମାବାଚକ ଶବ୍ଦର ତିନୋଟି ଉଦାହରଣ ଦିଅ। ଉତ୍ତର ହେବ ଉପମାବାଚକ ଶବ୍ଦର ତିନୋଟି ଉଦାହରଣ ଯଥାକ୍ରମେ ପରି, ଯେହ୍ନେ, ଯେସନ। 7 ନମ୍ବର ପ୍ରଶ୍ନ ଜାତିପ୍ରେମ ବହ୍ନି ପ୍ରଜ୍ୱଳିତ କର କବିତାଂଶରେ ରେଖାଙ୍କିତ ପଦଗୁଡ଼ିକରେ କେଉଁ ଅଳଙ୍କାର ପ୍ରଯୁକ୍ତ? ରେଖାଙ୍କିତ ପଦ ରୂପକ ଅଳଙ୍କାରର ଏକ ଉଦାହରଣ। 8 ନମ୍ବର ପ୍ରଶ୍ନ କ୍ଷେପଣୀ କ୍ଷେପଣେ ତୋହରି ସଲିଳେ ହୀରକର ଉତ୍ସ ଉଠିଲା ସଲିଳେ। ଏଥିରେ କେଉଁ ଅଳଙ୍କାର ପ୍ରଯୁକ୍ତ? ଏହାର ଉତ୍ତର ହେବ ଏଥିରେ ଯମକ ଅଳଙ୍କାର ପ୍ରଯୁକ୍ତ, କାରଣ ସଲିଳେ ଏବଂ ସଲିଳେ ଦୁଇଥର ଉଚ୍ଚାରିତ ହୋଇଛି ଏବଂ ଦୁଇଥର ତାର ଅର୍ଥ ଅଲଗା ରହୁଛି। ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦ ବାରମ୍ବାର ଆବୃତ୍ତି ହେଲେ ତାହାକୁ ଯମକ ଅଳଙ୍କାର କୁହାଯାଏ। 9 ନମ୍ବର ପ୍ରଶ୍ନ ପ୍ରଚେତା ପ୍ରବାଳ ପ୍ରାସାଦର ରୁଚି ନୀଳ ନିରୁ ଅବା ଫୁଟି ବାହାରୁଛି। ଏହି ପଦଟିରେ କେଉଁ ଅଳଙ୍କାର ରହିଛି? ଏଠାରେ ଅବା କି ପ୍ରକାର ପଦ? ଉତ୍ତର ହେବ ଏହି ପଦଟିରେ ଉତ୍ପ୍ରେକ୍ଷା ଅଳଙ୍କାର ରହିଛି। ଏଠାରେ ଅବା ଗୋଟିଏ ଉତ୍ପ୍ରେକ୍ଷାବାଚକ ପଦ ଅଟେ। 10 ନମ୍ବର ପ୍ରଶ୍ନ ଗୋଟିଏ ଉପମା ଅଳଙ୍କାରରେ ସାଧାରଣ ଧର୍ମବାଚକ ପଦ ଦର୍ଶାଅ। ଏହାର ଉତ୍ତରରେ ଆମେ ଗୋଟିଏ ପଦ ପ୍ରଥମେ ଉଦାହରଣ ସଦୃଶ ନେବା। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ଏଥିରେ ସାଧାରଣ ଧର୍ମବାଚକ ପଦ ହେଉଛି ପଡ଼ଇ ବା ଡେଇଁ। 11 ନମ୍ବର ପ୍ରଶ୍ନ ହେଉଛି ଦେଖି ନବ କାଳିକା ବକାଳିକା ମାଳିକା ଆଳିକାଳିକା କାନ୍ତ ସ୍ମରି। ଏଥିରେ କେଉଁ ଅଳଙ୍କାର ଅଛି? ଉତ୍ତର ହେବ ଏଥିରେ ଅନୁପ୍ରାସ ଅଳଙ୍କାର ଅଛି। 12 ନମ୍ବର ପ୍ରଶ୍ନ କୀର୍ତ୍ତି ସୌରଭ ଗଲା ଦିଗେ ଦିଗେ ଭାସି। ଏଠାରେ କିଏ ଉପମେୟ ଓ କିଏ ଉପମାନ ଚିହ୍ନ? ତ କୀର୍ତ୍ତି ରୂପକ ସୌରଭ ଗଲା ଦିଗେ ଦିଗେ ଭାସି, ଅର୍ଥାତ୍ କୀର୍ତ୍ତି ଏଠାରେ ହେଉଛି ପ୍ରକୃତ ବସ୍ତୁ, କୀର୍ତ୍ତି ହେବ ଉପମେୟ, ସୌରଭ ହେବ ଉପମାନ। 13 ନମ୍ବର ପ୍ରଶ୍ନ ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। କ ନମ୍ବର ପ୍ରଶ୍ନ ଯାହାକୁ ତୁଳନା ଦିଆଯାଏ ତାକୁ ଡେସ୍ କହନ୍ତି? ଉତ୍ତର ହେବ ଉପମେୟ କହନ୍ତି। ଖ ନମ୍ବର ପ୍ରଶ୍ନ ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ ଡେସ୍ ଅଳଙ୍କାର କୁହାଯାଏ? ଉତ୍ତର ହେବ ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ ଯମକ ଅଳଙ୍କାର କୁହାଯାଏ। ଗ ନମ୍ବର ପ୍ରଶ୍ନ ଯେଉଁଠାରେ ଗୋଟିଏ ଶବ୍ଦ ଦୁଇରୁ ବା ତହିଁରୁ ଅଧିକ ଭିନ୍ନ ଅର୍ଥ ପ୍ରକାଶ କରେ ସେଠାରେ ଡେସ୍ ଅଳଙ୍କାର ହୁଏ। ଉତ୍ତର ହେବ ଯେଉଁଠାରେ ଗୋଟିଏ ଶବ୍ଦ ଦୁଇ ବା ତହିଁରୁ ଅଧିକ ଭିନ୍ନ ଅର୍ଥ ପ୍ରକାଶ କରେ ସେଠାରେ ଶ୍ଳେଷ ଅଳଙ୍କାର ହୋଇଥାଏ। 14 ନମ୍ବରର କ ପ୍ରଶ୍ନରେ ରୂପକ ଅଳଙ୍କାରର ଲକ୍ଷଣ ନିର୍ଦ୍ଦେଶ ପୂର୍ବକ ଉଦାହରଣ ଦିଅ। ପ୍ରଥମେ ରୂପକ ଅଳଙ୍କାରର ସଂଜ୍ଞା ହେଉଛି ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହେଲେ ରୂପକ ଅଳଙ୍କାର ହୁଏ। ଉଦାହରଣ ସ୍ୱରୂପ ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର। ଖ ନମ୍ବର ପ୍ରଶ୍ନ ଅନୁପ୍ରାସ ଅଳଙ୍କାର କାହାକୁ କହନ୍ତି? ଉଦାହରଣ ଦେଇ ବୁଝାଅ। ଉତ୍ତର ହେବ ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାହାକୁ ଅନୁପ୍ରାସ ଅଳଙ୍କାର କୁହାଯାଏ। ଉଦାହରଣ ସ୍ୱରୂପ ଦେଖି ନବ କାଳିକା ବକାଳିକା ମାଳିକା ଆଳିକାଳିକା କାନ୍ତ ସ୍ମରି ରକ୍ଷା କେମନ୍ତେ କରି କରିବା ମତ କରି ଗତିକି ଏମନ୍ତ ବିଚାରି। କ ନମ୍ବର ପ୍ରଶ୍ନ ହେଉଛି ଶ୍ଳେଷ ଅଳଙ୍କାରର ଗୋଟିଏ ଉଦାହରଣ ଦେଇ ବୁଝାଅ। ଉତ୍ତର ହେବ ଯେଉଁଠି ଗୋଟିଏ ଶବ୍ଦ ଦୁଇରୁ ଅଧିକ ଅର୍ଥ ପ୍ରକାଶ କରେ ସେଠାରେ ଶ୍ଳେଷ ଅଳଙ୍କାର ହୁଏ। ଶ୍ଳେଷ ଅଳଙ୍କାର ତିନି ପ୍ରକାରର। ଯେତେବେଳେ ଶବ୍ଦକୁ ଭାଙ୍ଗି ଅର୍ଥ ପ୍ରକାଶ କରାଯାଏ ତାହା ସଭଙ୍ଗ ଶ୍ଳେଷ ହୁଏ। ଯେତେବେଳେ ଶବ୍ଦକୁ ନ ଭାଙ୍ଗି ଅର୍ଥ ପ୍ରକାଶ କରାଯାଏ ସେତେବେଳେ ଅଭଙ୍ଗ ଶ୍ଳେଷ
ଯେତେବେଳେ ପ୍ରଥମ ପାଦ ସଭଙ୍ଗ ଓ ଦ୍ୱିତୀୟ ପାଦ ଅଭଙ୍ଗ ହୋଇଥିବ ତାହେଲେ ସେଇ ପଦଟି ଭଙ୍ଗାଭଙ୍ଗ ଶ୍ଳେଷ ହେବ। ଉଦାହରଣ ସ୍ୱରୂପ ବାବୁ ନାକ ସିରି ଦାନ ଯୋଗ୍ୟ ଯୋଷାକୁ ବିହର କାନନ କର ଆଲିଙ୍ଗନକୁ। ବର୍ତ୍ତମାନ ଅଳଙ୍କାରର ପ୍ରଶ୍ନୋତ୍ତର ସରିଯାଇଛି। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।